ସୁଭଦ୍ରା ଯୋଜନା ନାଁରେ ମହିଳାମାନଙ୍କୁ ମିଳୁଛି ଯନ୍ତ୍ରଣା। ତେବେ ଜନନୀ ଯନ୍ତ୍ରଣାଠାରୁ ବଢ଼ିଯାଇଛି ସୁଭଦ୍ରା ଯୋଜନାର ଯନ୍ତ୍ରଣା। ମହିଳାମାନେ 50,000 ଟଙ୍କା ପାଇବେ କ'ଣ? ସେମାନେ ଜନସେବା କେନ୍ଦ୍ର ଆଗରେ ହନ୍ତସନ୍ତ ହେଉଛନ୍ତି। ହଁ ଆଜ୍ଞା, ଦଳାଚକଡ଼ା, ମାରପିଟ୍ ଏବଂ ଦୁଃଖ ଭୋକ ଭିତରେ ସେମାନେ ଆଉଟ ପାଉଟ ହେଉଛନ୍ତି। କାହିଁ କେତେ ରାତି ଅଧରୁ ଲାଇନ୍ ମଧ୍ୟ ଲଗାଉଛନ୍ତି। ଦିବ୍ୟାଙ୍ଗ ଏବଂ ଅନ୍ତଃସତ୍ତ୍ୱା ମହିଳା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ସମସ୍ତେ 50,000 ଟଙ୍କା ପାଇବା ପାଇଁ ଗୋଟିଏ ଧାଡ଼ିରେ ଠିଆ ହେଉଛନ୍ତି। ତେବେ ସେମାନଙ୍କର ଦୁଃଖ ବୁଝିବ କିଏ? ତେବେ ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ୍ ସମାଲୋଚନା କରାଯାଉଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ବର୍ତ୍ତମାନ ପୁନରୁଖରପ ନେଇପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତାମାନେ। ତେବେ ବିରୋଧୀ ଦଳର ନେତାମାନେ କହିଛନ୍ତି ବିଜେପି ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କା ଦେବ ବୋଲି ଗ୍ୟାରେଣ୍ଟି ଦେଇଥିଲା। ନିର୍ବାଚନ ସମୟରେ କହିଥିଲା ଯେ 50,000 ଟଙ୍କା ଏକା ସାଙ୍ଗରେ ଦିଆଯିବ। କିନ୍ତୁ ନା, ଏବେ ସେ କଥାରୁ ଓହରି ଯାଇ ବର୍ଷକୁ ମାତ୍ର 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ 10,000 ଟଙ୍କା ଦେବ ଏବଂ 5 ବର୍ଷରେ 50,000 ଟଙ୍କା ଦେବ। ତେବେ 4.5 କୋଟି ଜନସଂଖ୍ୟାର ପ୍ରାୟ 2 କୋଟି ମହିଳା ଏଥିରେ ସାମିଲ ହେବ ବୋଲି ଆଶା କରାଯାଉଛି। ତେବେ ପ୍ରକୃତରେ ଏମାନେ ପଇସା ପାଇବେ କିମ୍ବା ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ଚଞ୍ଚକତା ମଧ୍ୟ ଆସିନାହିଁ। ସୁଭଦ୍ରା ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ଲାଗୁଛି। ରାତି ଅଧରୁ ଦଳାଚକଟା ମହିଳାମାନେ ଯାଇ ଲାଇନ୍ ଲଗାଉଛନ୍ତି। ମୋବାଇଲରେ ଆଧାର ନମ୍ବରକୁ ଲିଙ୍କ କରିବା ପାଇଁ ବହୁତ ମହିଳା ହଇରାଣ ହରକତ ମଧ୍ୟ ହେଉଛନ୍ତି। ତେବେ ସୁଭଦ୍ରା ଯୋଜନା ନାଁରେ ଆଗକୁ ବହୁତ ବଡ଼ ରାଜନୀତି କରାଯିବ ବୋଲି ମଧ୍ୟ ବିଜେଡି ପ୍ରସ୍ତୁତ କରୁଛି। ତେବେ ମହିଳାମାନଙ୍କୁ ସେମାନଙ୍କର ହକ୍ ନ ମିଳିଲେ ବିଜେଡି ବହୁତ ବଡ଼ ଆନ୍ଦୋଳନ କରିବ ବୋଲି କୁହାଯାଉଛି। ତେବେ ସୁଭଦ୍ରା ଯୋଜନାରେ ବିଜେପି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ 50,000 ଟଙ୍କା ଘୋଷଣା କରିଛି। ତେବେ ଏହି 50,000 ଟଙ୍କା ନେଇ ମହିଳାମାନେ କୌଣସି ଗୋଟିଏ ଉଦ୍ୟୋଗରେ ଲଗାଇ ପାରିବେ। ତେବେ ମହିଳାମାନଙ୍କର ଏହି 50,000 ଟଙ୍କା ପାଇବା କଥା ନେଇ ବହୁତ ବଡ଼ ବଡ଼ ଚଞ୍ଚକତା ମଧ୍ୟ ସାମ୍ନାକୁ ଆସୁଛି ସୁଭଦ୍ରା ନାଁରେ।